ଆଜ୍ଞା ଏଇ କାମ ଗୁଡ଼ା ଆପଣମାନେ ଯଦି କରିନାହାନ୍ତି ତାହେଲେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଯେଉଁ ଟଙ୍କା ମିଳିବା ପାଇଁ ଯାଉଛି ତାହେଲେ ଆପଣମାନଙ୍କୁ ମିଳିବ ନାହିଁ ମୁଁ କହି ରଖୁଛି। କାହିଁକି ନା ଦେଖନ୍ତୁ ଆଜ୍ଞା ଅନେକ ଲୋକ ଆପ୍ଲାଏ କରିଥିଲେ ଜଣେ ଗୋଟେ ଦିଟା କିସ୍ତି ପାଇଗଲା ପରେ ଆଉ ତୃତୀୟ କିସ୍ତି ପାଇଲେ ନାହିଁ କିଏ ଦ୍ୱିତୀୟ କିସ୍ତି ପାଇଲେ ନାହିଁ ଅଟକିକି ତାଙ୍କର ରହିଯାଇଛି ତା ସହିତ ଅନେକ ମା ମାନେ ଥିଲେ ଯେ ତାଙ୍କର ସବୁ କିଛି ଠିକ୍ ଅଛି କିନ୍ତୁ ତାଙ୍କ ଖାତାରେ ଟଙ୍କା ପଡ଼ୁ ନାହିଁ ଏହିପରି ସମସ୍ୟାର ସବୁ ସମ୍ମୁଖୀନ କରିବାକୁ ପଡ଼ୁଛି ମା ମାନଙ୍କୁ ଦେଖନ୍ତୁ ଆପଣମାନେ ବି ଯଦି ଏଠାରେ ସୁଭଦ୍ରା ଆପ୍ଲାଏ କରିଛନ୍ତି ତ ତାହେଲେ ଆପଣମାନଙ୍କୁ ମଧ୍ୟ ରାକ୍ଷୀ ପୂର୍ଣ୍ଣିମାରେ ଟଙ୍କା ମିଳିବ ଏଇ ସବୁ ଜିନିଷ ଗୁଡ଼ାକର ଆପଣଙ୍କର ଯଦି ଠିକ୍ ଠାକ୍ ଅଛି କିମ୍ବା ଆପଣମାନେ ଯଦି ଏଇ ଭୁଲ ଗୁଡ଼ାକ କରିନାହାନ୍ତି କିମ୍ବା ଏଇ କାମଟା ଯଦି ଆପଣମାନେ ଛାଡ଼ି ଦେଇଛନ୍ତି ତାହେଲେ ଆଜ୍ଞା ଦେଖନ୍ତୁ ରାକ୍ଷୀ ପୂର୍ଣ୍ଣିମାରେ ଟଙ୍କା ମିଳିବ ନାହିଁ ବୁଝିପାରୁଛନ୍ତି ନା ନାହିଁ ଦେଖନ୍ତୁ ଏଠାରେ ପ୍ରଭାତୀ ପରିଡ଼ା ମ୍ୟାମଙ୍କ କହିବା ଅନୁସାରେ ନୂଆ ଆବେଦନ ଆଜ୍ଞା କରିଛନ୍ତି ଏଠାରେ ମହିଳାମାନେ ଯେ 3,17,966 ଜଣ ମହିଳା ନୂଆ ଆପ୍ଲାଏ ଆଜ୍ଞା କରିଛନ୍ତି ଦେଖନ୍ତୁ ଯେତେ ବି ମା ମାନେ ଆପ୍ଲାଏ କରିଛନ୍ତି ସେଥିରୁ ତଦାରଖ ସରିଛି 1,02,000 ମହିଳାଙ୍କ କେବଳ ତଦାରଖ ସରିଛି ଯେ ତାଙ୍କୁ ପୁରା କନଫର୍ମ ହେଇଗଲେ ଯେ ତାଙ୍କୁ ମିଳିବ ଆଜ୍ଞା କିନ୍ତୁ ଆପଣମାନେ ଜାଣିବେ କେମିତି ସେ ଜିନିଷ ତା ସହିତ ଯେଉଁ ମା ମାନେ ଆଗରୁ ମଧ୍ୟ ଟଙ୍କା ପାଉଥିଲେ କିଛି ମା ମାନଙ୍କୁ ମଧ୍ୟ କାଟି ଦିଆଯାଇଛି କାହିଁକି ତା କାରଣ ମଧ୍ୟ ମୁଁ ଆଗକୁ କହିବି ତେଣୁକରି ଭିଡ଼ିଓଟିକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିଯିବି ବହୁତ ଦିନରୁ ମୁଁ ଭିଡ଼ିଓ ଅପଲୋଡ଼ କରିପାରିନଥିଲି ଆପଣମାନେ ଦେଖନ୍ତୁ ଧ୍ୟାନ ଦେଇକି ଦେଖିବେ ମୁଁ ଆପଣମାନଙ୍କୁ ଭଲ ଭାବରେ ଆଜ୍ଞା ବୁଝେଇ ଦେବି ଏଠାରେ କୁହାଯାଉଛି ଯେ ପଞ୍ଚମ କିସ୍ତିରେ 1,02,04,996 ଜଣ ଲୋକଙ୍କୁ ବା ମା ମାନଙ୍କୁ ଟଙ୍କା ମିଳିବା ପାଇଁ ଯାଉଛି ଆଜ୍ଞା ରାକ୍ଷୀ ପୂର୍ଣ୍ଣିମାରେ ସେଇ ଭିତରେ ଆପଣମାନେ ସାମିଲ କେମିତି ହେବେ ଚାଲନ୍ତୁ ସେ ବିଷୟରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଜଣାଇଦେବି ଏଇ ଯେଉଁ ପଞ୍ଚମ କିସ୍ତି ପାଇବାକୁ ଯାଉଛି ଆପଣମାନେ ଯେଉଁ ବଣ୍ଟନ କରିବାକୁ ସରକାର ଯାଉଛି ସେଇଥିରେ ଆପଣମାନେ ଏଇ କାମ ଗୁଡ଼ାକ ଆଗରୁ କରି ରଖିବା ନିହାତି ଜରୁରୀ ସେ କାମ ଗୁଡ଼ାକ ଆପଣମାନେ ଯଦି କରିନାହାନ୍ତି ଆଜ୍ଞା ତାହେଲେ ଆପଣମାନଙ୍କୁ ଟଙ୍କା ମିଳିବ ନାହିଁ ଦେଖନ୍ତୁ ସେ କାମ ଗୁଡ଼ାକ କ'ଣ ଚାଲନ୍ତୁ ସେଇ ଉପରେ ମଧ୍ୟ ଆମେମାନେ ଭଲ ଭାବରେ ଆଲୋଚନା କରିଦେବା ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଜଣାଇ ରଖୁଛି ଯେ ଦେଖନ୍ତୁ ସରକାରଙ୍କ କହିବା ଅନୁସାରେ ଯେଉଁ ମହିଳାମାନେ ଟଙ୍କା ମିଳୁନାହିଁ ଯାହାକୁ ଟଙ୍କା ଆଜ୍ଞା ମିଳୁନାହିଁ ତାଙ୍କର ମେନ୍ ପ୍ରୋବ୍ଲେମ୍ ହେଉଛି ଆଜ୍ଞା ବ୍ୟାଙ୍କିଂ ତ୍ରୁଟି ବୋଲି ସରକାର ଏଠାରେ କହୁଛନ୍ତି ବ୍ୟାଙ୍କିଂ ତ୍ରୁଟି କ'ଣ ଆଜ୍ଞା ଦେଖନ୍ତୁ ଆପଣମାନେ ବହୁତ ଦିନ ହେଲା ବ୍ୟାଙ୍କକୁ ଯାଇନାହାନ୍ତି ଆପଣଙ୍କର KYCଟି ଆଜ୍ଞା ବହୁତ ଦିନ ହେଲା ହେଇନାହିଁ ତ ସେ କାରଣରୁ ମଧ୍ୟ ଆପଣଙ୍କର ଆକାଉଣ୍ଟଟା ଟେମ୍ପରାରିଲି ବନ୍ଦ ହୋଇକି ରହିଥାଏ ତେଣୁକରି ଆପଣମାନେ DBT ଦ୍ୱାରା ପଇସା ପଠାଇଲେ ମଧ୍ୟ ତାହା ପଇସା ତ ସରକାର ପଠାଇ ଦିଅନ୍ତି କିନ୍ତୁ ସରକାର ପାଖକୁ ଲଉଟିଯାଏ ନା କ'ଣ ହୁଏ ସେଟା ତ ସେ କଥା ତ ଆମେ ଜାଣିନାହିଁ କିନ୍ତୁ ଆପଣଙ୍କ ବ୍ୟାଙ୍କରେ ଆଜ୍ଞା ଟଙ୍କା ପଡ଼େ ନାହିଁ ଏଇ ଯେଉଁ ବ୍ୟାଙ୍କ ତ୍ରୁଟି ପାଇଁ KYC ପ୍ରୋବ୍ଲେମ୍ ହେଇଥାଇପାରେ କିମ୍ବା ଆପଣଙ୍କର ବ୍ୟାଙ୍କଟି ବନ୍ଦ ହେଇଯାଇଥାଇପାରେ ସେଥିପ୍ରତି ଆପଣମାନେ ବ୍ୟାଙ୍କକୁ ଯାଇକି ଟିକେ ଚେକ୍ କରିଦେବେ ଯେ ଆପଣଙ୍କର ଖାତାଟା ଚାଲୁଛି ନା ନାହିଁ ଅପଡେଟ୍ କରିଦେବେ ସବୁ ଜିନିଷ କଲା ପରେ ଯେଉଁ ଜାଣିପାରିବେ ଆପଣମାନଙ୍କର ଖାତା ଆକ୍ଟିଭ୍ ଅଛି ନା ନାହିଁ ତା ସହିତ ଦେଖନ୍ତୁ ସେଥିରେ DBT ମଧ୍ୟ ଲିଙ୍କ ଥିବା ଜରୁରୀ ଯଦି ଅନ୍ୟ ଏବେ ବହୁତ ମା ମାନଙ୍କର ପ୍ରୋବ୍ଲେମ୍ ହେଉଛି ଯେ ଆମର SBI ଯେଉଁ ୱାଲେଟକୁ ପଳାଉଛି ପଇସା ଆଉ ଜଣେ ଆମ ଗାଁର ଜଣେ ମହିଳାଙ୍କର ତାଙ୍କର ଫିନୋ ବ୍ୟାଙ୍କରେ ତାଙ୍କର ଖାତା ଖୋଲି ଦେଇଥିଲେ ତ ସେଇ ଫିନୋ ବ୍ୟାଙ୍କକୁ ପଳାଉଛି ଟଙ୍କା ତ ସେସବୁ ଆପଣମାନେ ଜାଣିବେ କେମିତି ଦେଖନ୍ତୁ ଆପଣମାନେ DBT ନିହାତି ଭାବରେ ଚେକ୍ କରନ୍ତୁ ମୁଁ ଡେସ୍କ୍ରିପସନରେ ଲିଙ୍କ ଦେଇଦେଇଛି ଭିଡ଼ିଓର ସେଇ ଭିଡ଼ିଓଟିକୁ ଦେଖିକି ଆପଣମାନେ ଜାଣିପାରିବେ ଯେ DBT କେମିତି ଚେକ୍ କରିବେ ଠିକ୍ ଅଛି ତ 2 ନମ୍ବର ଜିନିଷ ସରକାର କହୁଛନ୍ତି ଯେ ଆଜ୍ଞା ବାୟୋମେଟ୍ରିକ୍ ପ୍ରୋବ୍ଲେମ୍ ଯୋଗୁଁ ମଧ୍ୟ ଟଙ୍କା ମିଳୁନାହିଁ ବାୟୋମେଟ୍ରିକ୍ ପ୍ରୋବ୍ଲେମ୍ କ'ଣ ହେଇଗଲା ଆଜ୍ଞା ଦେଖନ୍ତୁ ଆପଣମାନେ ସମସ୍ତେ ଆପ୍ଲାଏ କରିଥିଲେ ଆପ୍ଲାଏ କଲାବେଳେ ଆପଣମାନେ ସମସ୍ତେ ଜାଣିଥିବେ OTP ଦ୍ୱାରା ଆପ୍ଲାଏ କରିଛନ୍ତି କିଛି ମହିଳାମାନେ ଆଉ କିଛି ମହିଳାମାନଙ୍କର ବାୟୋମେଟ୍ରିକ୍ ଦ୍ୱାରା ଆପ୍ଲାଏ କରିଛନ୍ତି ତ ଯେଉଁ ମା ମାନେ ବାୟୋମେଟ୍ରିକ୍ ଦ୍ୱାରା ଆପ୍ଲାଏ କରିଛନ୍ତି ତାଙ୍କର ତ କିଛି ଅସୁବିଧା ହେବ ନାହିଁ କିନ୍ତୁ ଯେଉଁ ମା ମାନେ OTP ଦ୍ୱାରା ଆପ୍ଲାଏ କରିଛନ୍ତି ତାଙ୍କର ଆଜ୍ଞା ଅସୁବିଧା ଏଠାରେ ଦେଖିବାକୁ ମିଳିପାରେ କାହିଁକି ନା ଦେଖନ୍ତୁ ସେଇ OTPଟା ବେଳେବେଳେ ଫେଲ୍ ହେଇଯାଇଛି ବେଳେବେଳେ ଫେଲ୍ ହେଇଯିବା ଯୋଗୁଁ ସେମାନଙ୍କୁ ଆଜ୍ଞା ଟଙ୍କା ମଧ୍ୟ ମିଳିବ ନାହିଁ ତ ଆପଣମାନେ ସିଧାସଳଖ ଯାଆନ୍ତୁ ଆମର ସୁଭଦ୍ରା ପୋର୍ଟାଲକୁ ଯାଇକି ଏଠାରେ ଆପଣମାନେ ଆବେଦନ ସ୍ଥିତି ଜାଗାରେ କ୍ଲିକ୍ କରିକି ଏଠାରେ ଆପଣମାନେ ନାଗରିକ ଲଗ୍ଇନ୍ ଏଠାରେ ନିଜର ଆଧାର କାର୍ଡ଼ ଦେବେ OTP ଦେବେ ଲଗ୍ଇନ୍ କରିବେ ଲଗ୍ଇନ୍ କଲା ପରେ ଆପଣମାନେ ନିଜର ଷ୍ଟାଟସ୍ ଦେଖିବେ ଆପଣଙ୍କର ରିଜେକ୍ଟ ହେଇଯାଇନି ତ ତା ବ୍ୟତୀତ ଏଠାରେ ଏହିପରି ଆପଣଙ୍କର ବାୟୋମେଟ୍ରିକ୍ରେ ସେଗୁଡ଼ାକ ଠିକ୍ ଥିବା ଦରକାର ଏହିପରି ଯଦି ଆପଣମାନଙ୍କର ଅଛି ତାହେଲେ ଆପଣମାନେ ଆଜ୍ଞା ନିହାତି ଭାବରେ ନିଶ୍ଚିନ୍ତ ରୁହନ୍ତୁ ଆପଣମାନଙ୍କୁ ଟଙ୍କା ମିଳିଯିବ ନହେଲେ ଆପଣମାନେ ଦେଖନ୍ତୁ ଏଇସବୁ ଜିନିଷ ଯଦି ଆପଣମାନେ କରିବେ ନାହିଁ ତାହେଲେ
ଟଙ୍କା ମିଳି ସାରିଲା ପରେ ଆଉ କିଛି କରିପାରିବେ ନାହିଁ। ଅନଲାଇନ୍ ମାଧ୍ୟମରେ ଏମିତି କୌଣସି ବି ଏଠାରେ ସୁବିଧା ନାହିଁ ଯାହାଦ୍ୱାରା କି ଆପଣମାନେ ନିଜର ସମାଧାନ କରିପାରିବେ। କିନ୍ତୁ ସେଥିପାଇଁ ମୁଁ ଆପଣମାନଙ୍କୁ କହୁଛି ଯେ ତା'ର ବାଟ ଏବେଠୁ ଆପଣମାନେ ବାହାର କରିକି ରଖିଥାନ୍ତୁ। ସେତେବେଳେ ଆପଣଙ୍କର ପ୍ରୋବ୍ଲେମ୍ କିଛି ହେବ ନାହିଁ। ଡିବିଟି ଲିଙ୍କ୍ ସବୁ KYC ସବୁ ଚେକ୍ କରିକି ରଖିଥାନ୍ତୁ। ରିଜେକ୍ଟ ହେଇଛି ନା ନାହିଁ ଦେଖିକି ଆପଣମାନେ ଚେକ୍ କରିକି ରଖିଥାନ୍ତୁ। ତ ଆଇ ହୋପ୍ ଆପଣମାନେ ସମସ୍ତେ ବୁଝିଗଲେ ଆଜ୍ଞା। ରାକ୍ଷୀ ପୂର୍ଣ୍ଣିମାରେ ସମସ୍ତଙ୍କୁ ଟଙ୍କା ମିଳିବା ପାଇଁ ଯାଉଛି। ଆପଣମାନେ ପ୍ରସ୍ତୁତ ଥାନ୍ତୁ। ଆଇ ହୋପ୍ ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓ ଯଦି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଆମରି ଚ୍ୟାନେଲରେ ଏହିପରି ଭିଡ଼ିଓ ଗୁଡ଼ାକ ଦେଖିବା ପାଇଁ ଆମରି ଚ୍ୟାନେଲକୁ ଆଜ୍ଞା ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଆଜ୍ଞା ଆପଣମାନେ ମୋତେ ବିଦାୟ ଦିଅନ୍ତୁ। ଧନ୍ୟବାଦ।